ସକାଳୁ ସକାଳୁ ଫେସନ ବାହାରି କୁଆଡ଼େ ବାହାରିଲୁ ଲୋ? ଯେତେବେଳେ ଦେଖ ଟୁଙ୍ଗୁ ଟୁଙ୍ଗୁ ହେଇ ଖାଲି ବାହାରକୁ ପଳଉଛୁ। ତୋର କିଛି କାମ ଧନ୍ଦା ନାହିଁ କି? ଏଠି ଘରର ଏତେ କାମ ପଡ଼ିଛି, ତୁ ଖାଲି ସଜବାଜ ହେଇକି ଅଣ୍ଟାକୁ ହଲେଇକି ବାହାରକୁ ପଳଉଛୁ। କ'ଣ କହିବ? ରାନୁମା ହେଉଛନ୍ତି ଆମର ମଡ଼ର୍ଣ୍ଣ ଯୁଗର ସଂସ୍କାରୀ ବୋହୂ। କେତେବେଳେ ତ ସାଲୱାର ସୁଟ୍ ପିନ୍ଧୁଛନ୍ତି, କେତେବେଳେ ଶାଢ଼ୀ। ଯେତେବେଳେ ଇଚ୍ଛା ତାହା କରୁଛନ୍ତି, କେବଳ ଖାସ୍ ରିଲ୍ଟି ବନେଇବା ପାଇଁ। ସେ ରିଲ୍ ତ ହୁଏ, ପୁଣି ଇନଷ୍ଟାରେ ତ ହୁଏ, ପୁଣି ଫେସବୁକ୍ରେ ହୁଏ, ପୁଣି ତ କେତେବେଳେ ହୁଏ ୟୁଟ୍ୟୁବ୍ରେ ହୁଏ। ରିଲ୍ ନିଶାରେ ଏତେ ପାଗଳ ହୋଇଯାଇଛନ୍ତି ଯେ ଶାଶୁମାଙ୍କ କଥାକୁ ବି ଟିକେ ବି ଖାତିର କରୁନାହାନ୍ତି। ଯେହେତୁ ଘରର ବୟସ୍କ ଏବଂ ମୁରବୀ, ସେ ତାଙ୍କୁ ଚାହୁଁଛନ୍ତି କି ତାଙ୍କ ଅକ୍ତିଆରରେ ରଖିବାକୁ। ହେଲେ ବୋହୂ କାହିଁ ସେ ଶୁଣେ ତାଙ୍କର କଥାକୁ। ମନେ ମନେ ଖିନଭିନ ହୋଇଯାଏ ଏବଂ ଇଚ୍ଛା କରେ ଯେ ବହୁତ ଗାଳି ଦେବା ପାଇଁ। ଶେଷରେ ସେ କହୁଛନ୍ତି, ଯେତେବେଳେ ଦେଖ ଘରୁ ବାହାରିଲା ବେଳେ ମା ଖାଲି ରାଉ ରାଉ ହଉଛ। ମୋର ଯିବା ଆସିବା ସମୟଟା ଅମଙ୍ଗଳ କରିଦଉଛ। ଆଉ ଗଲେ କେତେ ସଜବାଜ ହେଇ ଚୁଟିଟା ଷ୍ଟାଇଲ କରି ଯାଉଛି ଟିକେ ରିଲ୍ କରିବି ବୋଲି, ସବୁବେଳେ ଗଜ ଗଜ ହେଇ ମୋ ସମୟ ଗୁଡ଼ା ବର୍ବାଦ କରିଦଉଛ। ମୁଁ ଯୋଉ ଟଙ୍କା ଗୁଡ଼ା ଆଣିକି ଦଉଛି ଘର ଖର୍ଚ୍ଚରେ ଲାଗି ଯାଉଛି, ସେଇଟା ଆଉ ଆଖିକି ଦେଖାଯାଉନି। ଖାଲି ମୋର ଅଣ୍ଟା ହଲେଇ ରିଲ୍ କଲେ ସେଇଟା ଦେଖାଯାଉଛି। ରାନୁମା ଆମର ସର୍ଟ ଟେମ୍ପର ଲୋକ। ସେ ଡିସାଇଡ୍ କରିନେଲେ ଯେ ଆଉ ସେ ଘରେ ରହିବେନି, କି ସେ ଓଲ୍ଡ ଫ୍ୟାସନ୍ ଲୋକଙ୍କ ସହିତ ଆଡ଼ଜଷ୍ଟ କରିପାରିବେନି। କେତେବେଳେ ସେ ଆଉ ଏତେ ଶାଢ଼ୀ ପିନ୍ଧିବେ? ଏସବୁ ଜିନିଷ ଭାବି ଭାବି ସେ ପୁରା ନୟାନ୍ତ ହୋଇଗଲେଣି। ଶେଷରେ ସେ ଘର ଛାଡ଼ି ଚାଲି ଯାଉଛନ୍ତି ଏବଂ କହୁଛନ୍ତି, ବାପା ମତେ କୋଉ ଘରେ ବାହାଘର କଲେ କେଜାଣି, ସବୁତକ ଓଲ୍ଡ ଫ୍ୟାସନ ଲୋକ। କିଛି ରିଲ୍ ଫିଲ୍ କିଛି ଜାଣୁନାହାନ୍ତି। ଆଜିକାଲି ମୋ ସାଙ୍ଗମାନେ କେତେ ରିଲ୍ କରି କେତେ ସବସ୍କ୍ରାଇବର ବଢ଼େଇ ସାରିଲେଣି। ମୁଁ ଟିକେ ମୋ ଫଲୋଅର୍ସ ବଢ଼େଇଲାଳୁ ଏମାନେ ସବୁ ମତେ ବାଧା ଦଉଛନ୍ତି। କ'ଣ ବୁଝିବେ ସେ ରିଲ୍ର ମହତ୍ଵ? ସେ କମେଣ୍ଟର ରିପ୍ଲାଏ, ସିଏ କି ଆନନ୍ଦ, ସେ କିଛି ଜାଣୁନାହାନ୍ତି। ଇତିମଧ୍ୟରେ ତମତମ ହୋଇ ଯିବା ଭିତରେ ସେ ଦର୍ଶନ କରିବାକୁ ପାଇଛନ୍ତି ତାଙ୍କର ଭାଇ ଆଉ ଭାଉଜ ଏବଂ ତାଙ୍କର ପୁତୁରାକୁ। ସେ ଦେଖିକି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ସେ ପଚାରୁଛନ୍ତି, ଆରେ ଭାଇ, ତୁ କ'ଣ ଏ ତମ୍ବୁ ତଳେ? ପୁଣି ଭାଉଜ ଛୁଆଙ୍କୁ ଧରିକି ଆସିଛୁ? ଏତେ ଶୀତରେ ତୁ ଏ ତମ୍ବୁ ତଳେ ରାସ୍ତା କଡ଼ରେ ବସିଛୁ? କ'ଣ ତୋର ଏ ଘର ତୋର କୁଆଡ଼େ ଗଲା? ଏତେ ରାଜା ଭଳିଆ ତୁ ବଞ୍ଚୁଥିଲୁ, ଯାହା ଇଚ୍ଛା ତୁ ଖାଉଥିଲୁ, ତୋର ଏ କି ଅବସ୍ଥା? ଏଇ ଶୀତରେ ତୁ ସବୁ ଛୁଆ ପିଲାଙ୍କୁ ଧରି ଏଇଠି ବସିଛୁ? ଚାଲ ଚାଲ ଘରକୁ ଯିବା। ଆରେ ରାନୁ, ତମେ ଏତେ ଶୀତରେ ଏକଲା ଏକଲା ବାହାରିକି କୁଆଡ଼େ ଆଇଛ? ଆଉ ଜୋଇଁ ପୁଅ କୁଆଡ଼େ ଯାଆନ୍ତି? ତମେ ପା ଯେତେବେଳେ ଯାଅ ସାଙ୍ଗ ହୋଇକି 2 ଜଣ ଯାଅ। ତମର ଆଜି କ'ଣ ହେଇଛି? ଏମିତି ମନ ଦୁଃଖରେ ତମ ହେଇକି ଚାଲିକି ଯାଉଥିଲ। ଆଉ ତମେ କ'ଣ ଏମିତି ପୁରା ଡ୍ରେସ୍ ଫ୍ରେସ୍ ପିନ୍ଧିକି ବାହାରିଛ? କୁଆଡ଼େ ଯାଉଛ କି? ମନ ଭିତରରେ ଗୋଟେ ସାଇଡ୍ରେ ରିଲ୍ କରିବାର ଉତ୍କଣ୍ଠା ଥାଏ ଏବଂ ଅନ୍ୟପଟରେ ରାଗ ଛଳଛଳର ସମ୍ୟକ ଝଲକ ଆସୁଥାଏ। ଏମିତି ଭାବୁ ଭାବୁ ଆଖି ଭିତରେ କେତେବେଳେ ଲୁହ ଆସିଯାଇଥାଏ ଜଣା ନଥାଏ ଏବଂ କାନ୍ଦି କାନ୍ଦି ସେ ସବୁ ଜିନିଷ ତାଙ୍କ ଭାଇ ଭାଉଜଙ୍କ ଆଗରେ ପ୍ରକାଶ କରିଥାଏ। ପ୍ରକାଶ କରୁ କରି କହୁଛନ୍ତି, ଭାଉଜ, ମୁଁ ଆଉ ସେ ଘରକୁ ଯିବିନି। କେମିତି ଯିବି? ମୁଁ ତ ମନା କରିଦେଇ ଆସିଛି, ମୁଁ ଆଉ ସେ ଘରକୁ ଯିବିନି, କି ସେ ଓଲ୍ଡ ଫ୍ୟାସନ୍ ଲୋକଙ୍କ ସହିତ ଆଡ଼ଜଷ୍ଟ କରିକି ରହିପାରିବିନି। ନା ମୋତେ ସେମାନେ ଦେଉଛନ୍ତି ରିଲ୍ କରିବାକୁ, ନା ମୋତେ ଟିକେ ଭଲ ଡ୍ରେସ୍ ପିନ୍ଧିବାକୁ ଦେଉଛନ୍ତି। କେତେଦିନ ଆଉ ଶାଢ଼ୀ ପିନ୍ଧିବି? ଆଉ କେତେଦିନ ସଂସ୍କାର ଘର ଭିତରେ ଏମିତି ସଂସ୍କାରର ଡୋର ଭିତରେ ବାନ୍ଧି ରହିବି? ଏମିତି ଅନେକ କଥା କହୁ କହୁ ଭାଉଜ ତାଙ୍କୁ କହୁଛନ୍ତି, ତମେ ଗୋଟେ କାମ କର, ଘରକୁ ପଳାଅ। ଶାଶୁ ମାଙ୍କ ସହିତ ଭୁଲ ମାଗିକି ତାଙ୍କ ପାଖେ ରୁହ। ବଡ଼ମାନେ ଥିଲେ ପାଖରେ କେତେ ତମେ ସୁଖ ସୁବିଧାରେ ଚଳୁଛ ତାହା ଜାଣିପାରୁନ। ମୋ କଥା ମାନ, ତମେ ପଳାଅ। ସେ ରିଲ୍ ଫିଲ୍ ସବୁ ଛାଡ଼, ନିଜ ପରିବାରକୁ ଦେଖ, ସୁଖ ଶାନ୍ତିରେ ରୁହ। ଭାଉଜଙ୍କ କଥା ଶୁଣିବା ପରେ ମନରେ ଦ୍ୱନ୍ଦ୍ୱ ଥାଇ ସେ ଡିସାଇଡ୍ କଲେ ଏ ଘରକୁ ଫେରି ଆସିବେ। ଫେରିଲା ବେଳେ ଭାବୁଥାନ୍ତି, କ'ଣ ଯାଇକି କହିବି? କ'ଣ ବୁଢ଼ୀମାଙ୍କର ପାଦ ଧରି ପୁଣି ଭିକ୍ଷା ମାଗିବି? ଶେଷରେ ପୁଣି ଓଲ୍ଡ ଫ୍ୟାସନ୍ ସହିତ ଆଡ଼ଜଷ୍ଟ କରିବି, ନା କ'ଣ କରିବି? ଏମିତି ଭାବୁ ଭାବୁ ସେ ଡିସାଇଡ୍ କଲେ, ନା ଯାହା ବି ହଉ ଭାଇ ଭାଉଜଙ୍କ କଥାକୁ ମୁଁ ମାନିବି ଏବଂ ସେ ଘରେ ମୁଁ ନିଜର କରିକି ରହିବି। ଶେଷରେ ଆସି ସେ ପହଞ୍ଚି ଯାଇଛନ୍ତି ତାଙ୍କର ସେ ଘରେ, ଯେଉଁଠି ସେ ଆଗରୁ ରହୁଥିଲେ।
ହେଇଲୋ ଷ୍ଟାଇଲ ବାଲି, କ'ଣ ପୁଣି ପଳେଇ ଆସିଲୁଣୁ? କହିକି ଯାଇଥିଲୁ ପା ଆଉ ଜମା ଘରକୁ ଫେରିବିନି। ଏତେ ରାଗ ତମତମ ହେଇକି ଡେଇଁ ଡେଇଁକି ପଳେଇଥିଲୁ, କ'ଣ ଏମିତି ପୁରା ଚୁପଚାପ ହେଇକି ପଳେଇ ଆଇଛୁ? କୁଆଡ଼େ ଗଲା ତୋର ଷ୍ଟାଇଲ? ସେ ଅଣ୍ଟା ହଲେଇକି ଚାଲିବା ସବୁ ଫ୍ୟାସନ ବାହାରିଗଲା ଟି? ନା ଆହୁରି ଅଛି ତୁ ରିଲ୍ କରିବୁ, କମେଣ୍ଟ ଖାଇବୁ? କିଛି ତ ଜଣା ପଡ଼ୁନି ତତେ, ଯେତେ ବୁଝେଇଲେ ତୁ ସେଇଆ। ମା ମା ମୋର ଭୁଲ ହେଇଯାଇଛି। ମୁଁ ଆଜି ମୋର ଭୁଲଟା ବୁଝିପାରୁଛି। ତମେ ଯାହା କହୁଥିଲ ସେଟା ସତ କଥା। ଏଇ ରିଲ୍, ଏଇ ସୁନ୍ଦର, ଏସବୁ କିଛି ସମୟ ପାଇଁ। ମା ମୋତେ କ୍ଷମା କରିଦିଅ। ରାନୁଦି ଇତିମଧ୍ୟରେ ତାଙ୍କ ଭୁଲ ପରିଣାମ ବୁଝି ସାରିଥିଲେ। ଶେଷରେ ନିଜ ପିଲାମାନଙ୍କ ପାଇଁ ରୋଷେଇ କରିବାକୁ ଯାଇ ନିଜ ଘରକୁ ସମ୍ଭାଳି ନେଲେ। ଆପଣମାନେ ରିଲ୍ କରୁଛନ୍ତି କି? ଟିକେ ଦୂରେଇ ରୁହନ୍ତୁ, ଆସୁଛୁ।